ନାଇଟ୍ କୁଇନ୍ ଗଛର ଯେତେବେଳେ ମୁଁ ପ୍ରଥମ କଡ଼ ଦେଖିଥିଲି ଗୋଟେ ଛୋଟ ଭିଡ଼ିଓଟେ ସେୟାର କରିଥିଲି। ଜଣେ ଭାଇ ସେ ଭିଡ଼ିଓକୁ ଦେଖିକି ପଚାରିଥିଲେ କି ଆପଣ ଏମିତି କ'ଣ ଦଉଛନ୍ତି ଯାହାକି ଆପଣଙ୍କ ଗଛର କଡ଼ ଝଡ଼ୁନାହିଁ? ମୋର ତ ବ୍ରହ୍ମକମଳ ଗଛର କଡ଼ ଝଡ଼ି ପଡ଼ୁଛି। ତ ସେଇ କଡ଼ ଝଡ଼ିବାର ତାର କାରଣ ମୋତେ ପଚାରୁଥିଲେ। ତ ତାର କାରଣ ଆଜି ମୁଁ ଆପଣମାନଙ୍କୁ ଜଣାଇଦେବି। ତ ସେଇ ଭାଇଙ୍କ ପାଇଁ ଆଜିର ଏଇ ଭିଡ଼ିଓଟି। ତ ଭାବିଲି ସେ ଭାଇ ଜଣେ ବହୁତ ହି ମାନେ ଚିନ୍ତାରେ ଥିବେ, କାହିଁକିନା ଗୋଟେ ଗଛରେ କଡ଼ ଆସି ସେଇଟା ଯେଉଁ ଖୁସି ଥାଏ ସେଇଟା ଝଡ଼ିଗଲେ ବହୁତ ହି ଦୁଃଖ ଲାଗେ ସତରେ। ଯିଏ ଗଛ ଲଗେଇଛି ଆଉ ତାକୁ ମାନେ ଗୋଟେ ଯତ୍ନର ସହିତ ମାନେ ତାକୁ ବଡ଼ କରିଥିବ, ସିଏ ହିଁ ତାର ଫିଲିଂସଟା କ'ଣ ଜାଣିପାରୁଥିବ। କିଛି ଗଛରେ ଥିବା ଭିଟାମିନ୍ ନ୍ୟୁଟ୍ରିସନ୍ କମି ଯାଇଥାଏ ଯଦି ଗଛରେ ଅଧିକା କଡ଼ ଆସେ। ଆଉ ଗୋଟେ ପତ୍ରରେ ଏମିତି 7ଟା 8ଟା ଏମିତିଆ କଢ଼ ଆସିଲେ ସେଇଟା ଅଧିକା ନଷ୍ଟ ହେଇଯାଏ। କ'ଣ ଗଛକୁ ଭିଟାମିନ୍ ସେତେବେଳେ ଖାଦ୍ୟ ଦରକାର ଥାଏ, ଆଉ ଯଦି ଖାଦ୍ୟଟା ଆମେ ନ ଦିଅନ୍ତି ଗଛ ସେଇଟା ଭଲସେ ବଢ଼େଇ ପାରେନି, ଝଡ଼େଇ ଦିଏ। ଗଛରେ କଢ଼ ଧରିବା ମାତ୍ରକେ କିଛି କଦଳୀ ଚୋପା ଦିଅନ୍ତୁ, ଯାହାକି ଗଛର ନାଇଟ୍ରୋଜେନର ମାତ୍ରା ବଢ଼େଇ